ଆପଣ ଦେଖୁଛନ୍ତି ଓଡ଼ିଆ ଝିଅ ନ୍ୟୁଜ୍। ଏ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଏହି ଚ୍ୟାନେଲରେ ଯଦି ଆପଣ ନୂଆ ପ୍ରଥମ କରି ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଚାଲନ୍ତୁ ଆଜିର ମୁଖ୍ୟ ଖବର ଉପରେ ନଜର ପକାଇବା। ନମ୍ବର 1, ମନ୍ତ୍ରୀ ମୁକେଶ ମହାଲିକଙ୍କ ସୂଚନା। ଏଣିକି ଗୁଗୁଲରେ ଓଡ଼ିଆରେ ଦେଇ ହେବ ଭଏସ୍ କମାଣ୍ଡ। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିକ। ସେପ୍ଟେମ୍ବର 19 ଓ 20 ଦୁଇ ଦିନ ଧରି ଭୁବନେଶ୍ୱରରେ ହେବ ଏଆଇ ସମ୍ମିଳନୀ। ଏହା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଦେଶ ହେବ। ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ କରିଛନ୍ତି। ନମ୍ବର 2, ନବୀନ ନିବାସରେ ନୂଆପଡ଼ା ବିଜେଡି ନେତା ଓ କର୍ମୀ। ନବୀନ ନିବାସରେ ନୂଆପଡ଼ା ପରାଜୟର ପୋଷ୍ଟମର୍ଟମ। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ ନୂଆପଡ଼ା ଜିଲ୍ଲା ସଭାପତି, ପ୍ରାର୍ଥିନୀ ଓ ଜିଲ୍ଲା ସ୍ତରୀୟ ସମସ୍ତ ନେତୃତ୍ୱ। ନୂଆପଡ଼ା ପରାଜୟ ଓ ଆଗାମୀ ରଣନୀତି ନେଇ ନେତୃବୃନ୍ଦଙ୍କ ସହ ଆଲୋଚନା କଲେ ନବୀନ। ଜିଲ୍ଲା ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ସରକାରଙ୍କ ବିରୁଦ୍ଧରେ ତୃଣମୂଳ ସ୍ତରରେ ଲଢ଼େଇ କରିବାକୁ ନବୀନ ଆହ୍ୱାନ ଦେଉଛନ୍ତି। ନମ୍ବର 3, ମାନସିକ ଅବସାଦର ଚରମ ସୀମାରେ ପହଞ୍ଚିଛି ବିଜେଡି। ବିରଞ୍ଚି ନାରାୟଣ ତ୍ରିପାଠୀ। ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲା ପରେ ମାନସିକ ଅବସାଦର ଚରମ ସୀମାରେ ପହଞ୍ଚିଛି ବିଜେଡି। ଶେଷାବସ୍ଥାରେ ଯେମିତି କଂସଙ୍କୁ ଚାରିଆଡ଼େ କୃଷ୍ଣ କୃଷ୍ଣ ଦେଖାଯାଉଥିଲେ, ସେମିତି ବିଜେଡିକୁ ବିଜେପି ଭୟ ଘାରିଛି। ଅପ୍ରସଙ୍ଗକୁ ପ୍ରାସଙ୍ଗିକତା କରିବାକୁ ଯାଇ ଗଣମାଧ୍ୟମରେ ବାଉଳି ଚାଉଳି ହେଉଛି ବିଜେଡି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍ ବିବୃତ୍ତି ଜରିଆରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି। ନମ୍ବର 4, ଏଥର ଆଉ ଘଣ୍ଟା ଘଣ୍ଟା ଧରି ଟୋଲ୍ ପ୍ଲାଜାରେ ଛିଡ଼ା ହେବା ପାଇଁ ପଡ଼ିବନି। ଟ୍ୟାକ୍ସ କଟିବ ଏଆଇ। ଟୋଲ୍ ପ୍ଲାଜାରେ ଜଗିବ ଏଆଇ। 2026 ଶେଷ ସୁଦ୍ଧା ସାରା ଦେଶରେ ଆସି ସାରିଥିବା ଆଡଭାନ୍ସ ଟେକ୍ନୋଲୋଜି। ଏନେଇ କ'ଣ କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ? ଆସନ୍ତୁ ଜାଣିବା। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି ଯେ 2026 ଶେଷ ସୁଦ୍ଧା ସାରା ଦେଶରେ ମଲ୍ଟିଲେନ୍ ଫ୍ରି ଫ୍ଲୋ ଟୋଲ୍ ସିଷ୍ଟମ ଏବଂ ଏଆଇ ଚାଳିତ ରାଜପଥ ପରିଚାଳନା ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ କରାଯିବ, ଯାହାଦ୍ୱାରା ଯାତ୍ରୀମାନଙ୍କ ପାଇଁ ଟୋଲ୍ ପ୍ଲାଜାରେ ଅପେକ୍ଷା ସମୟ ଦୂର ହେବ। ନମ୍ବର 5, ଗୁରୁବାର ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ। ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଶା ଏଆଇ ସିମ୍ପୋସିୟମ ଆୟୋଜିତ ହେବାକୁ ଥିବା ବେଳେ ଏହି ସମ୍ମିଳନୀରେ ଅନ୍ୟତମ ବିଶେଷତ୍ୱ ରହିବ ଗୁଗଲ ଏଆଇ ୱାର୍କସପ୍। ଏହା ଏକ ଲାଇଭ୍ ଡେମୋ ହୋଇଥିବା ବେଳେ ଏହାର ପ୍ରସଙ୍ଗ ରହିଛି ବିୟଣ୍ଡ ଦ ପ୍ରମ୍ପ୍ଟ, ଡିକୋଜିଂ ଗୁଗଲ୍ସ ଏଜେଣ୍ଟିକ୍ ଏଆଇ। ନମ୍ବର 6, ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ। 15 ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ ଗୋପାଳପୁର ରାୟପୁରକୁ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ କନ୍ଧମାଳ ସୀମାବର୍ତ୍ତୀ ବାଇମଲା ଚେକ୍ ଗେଟ୍ ଠାରେ ଶତାଧିକ ଲୋକ ରାଜପଥକୁ ଅବରୋଧ କରି ବିକ୍ଷୋଭ କରିଥିଲେ। ପରେ ପୁଲିସ ପ୍ରଶାସନ ଏବଂ ଜାତୀୟ ରାଜପଥ ବିଭାଗ ଓ ତହସିଲଦାର ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା 7 ଦିନରୁ 15 ଦିନ ମଧ୍ୟରେ ପ୍ରଥମେ ଆବଶ୍ୟକ ଘାଟି ରାସ୍ତାକୁ ମରାମତି କାର୍ଯ୍ୟକୁ ତୁରନ୍ତ କରାଯିବା ସହ ଶୀଘ୍ର ଟେଣ୍ଡର ଖୋଳାଯାଇ ସମ୍ପ୍ରସାରଣ କାର୍ଯ୍ୟ କରାଯିବାକୁ ରାଜପଥ ବିଭାଗର ବ୍ରହ୍ମପୁର ଡିଭିଜନର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ସୌମ୍ୟ ରଞ୍ଜନ ମଲ୍ଲିକ ପ୍ରତିଶ୍ରୁତି ଦେବା ପରେ ପ୍ରାୟ 6 ଘଣ୍ଟା ପରେ ଅବରୋଧ ହଟିଥିଲା। ନମ୍ବର 7, ରାଜଧାନୀରେ ତାତିଲେ କଂଗ୍ରେସ ନେତା ଓ କର୍ମୀ। ରାଜଧାନୀରେ ତାତିଛନ୍ତି ରାଜ୍ୟ କଂଗ୍ରେସର କର୍ମୀ ଓ ନେତା। ନ୍ୟାସନାଲ ହେରାଲ୍ଡ ମାମଲାରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ପଦଯାତ୍ରା କରି ବିଜେପି ଅଫିସ ଘେରାଉ କରିବା ବେଳେ ଅଧା ବାଟରେ ପୁଲିସ ଅଟକାଇଥିଲା। ନମ୍ବର 8, ଆମ୍ବୁଲାନ୍ସ ଧକ୍କାରେ 3 ବର୍ଷ ଶିଶୁର ମୃତ୍ୟୁ। ବୁଧବାର ସକାଳେ ମଧ୍ୟପ୍ରଦେଶର ଛତରପୁରରେ ଏକ 108 ଆମ୍ବୁଲାନ୍ସ ଏକ 3 ବର୍ଷର ଶିଶୁକୁ ଚାପି ଦେଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଶିଶୁଟି ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲା। ମହାରାଜପୁର ଥାନା ଅଞ୍ଚଳର କୁସୁମା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ନିଶାନ୍ତ କୁଶୱାହା ନାମକ ଏକ 3 ବର୍ଷର ବାଳକ ତାଙ୍କ ଜେଜେମାଙ୍କ ଘର ଆଗରେ ଖେଳୁଥିଲା। ସେହି ସମୟରେ ମହାରାଜପୁର ଡୁମର ଟି କୋଇଲା ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ 108 ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା।
ନମ୍ବର 9 ମିଳିଲା ରାଉରକେଲା ଏନ୍ଆଇଟି ଛାତ୍ରଙ୍କ ମୃତଦେହ। ଗାଧୋଉଥିବା ବେଳେ ଘଟିଥିଲା ଅଘଟଣ। ନିଖୋଜର 4 ଦିନ ପରେ ମିଳିଲା ରାଉରକେଲା ଏନ୍ଆଇଟି ଛାତ୍ରଙ୍କ ମୃତଦେହ। ସୁନ୍ଦରଗଡ଼ ସବଡେଗା ପଇସନବାହାଲ ବାଲିଘାଟ ନିକଟରୁ ଦୀପେଶ ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଉରକେଲା ଏନ୍ଆଇଟିରେ ଗଣିତ ବିଭାଗରେ ପିଏଚ୍ଡି କରୁଥିଲେ ଦୀପେଶ। ଗତ ଶନିବାର ଦିନ ଅପରାହ୍ନରେ ଇବ ନଦୀର ପଥର ଶଯ୍ୟା କନାକୁଣ୍ଡରେ ଗାଧୋଉଥିବା ବେଳେ ସେ ପାଣି ସୁଅରେ ଭାସି ଯାଇଥିଲେ। ନମ୍ବର 10 ଇପିଏଫ୍ଓ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏହି ଦିନଠାରୁ ଏଟିଏମ୍ରୁ ଉଠାଇ ପାରିବେ ପିଏଫ୍ ଟଙ୍କା। ସରକାରଙ୍କ ବଡ଼ ଘୋଷଣା। କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଘୋଷଣା କରିଛନ୍ତି ଯେ କର୍ମଚାରୀମାନଙ୍କ ପାଇଁ ପିଏଫ୍ ଉଠାଣ ପ୍ରକ୍ରିୟା ଖୁବ୍ ଶୀଘ୍ର ବହୁତ ସହଜ ହୋଇଯିବ। ସେ କହିଛନ୍ତି ଯେ ମାର୍ଚ୍ଚ 2026 ସୁଦ୍ଧା କର୍ମଚାରୀମାନେ ୟୁପିଆଇ ଏବଂ ଏଟିଏମ୍ ମାଧ୍ୟମରେ ସେମାନଙ୍କ ପିଏଫ୍ ଆକାଉଣ୍ଟରୁ ସିଧାସଳଖ ଟଙ୍କା ଉଠାଣ କରିପାରିବେ। ଏହାର ଅର୍ଥ ହେଉଛି ପିଏଫ୍ ପାଣ୍ଠି ଉଠାଣ ଏବେ ବ୍ୟାଙ୍କରୁ ଟଙ୍କା ଉଠାଣ ପରି ସହଜ ହୋଇଯିବ। ନମ୍ବର 11 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ। ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ। ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଆଶୀର୍ବାଦ 945 ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତର ଫଟୋକୁ ଭାଇରାଲ କରିଛନ୍ତି। ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଭାଇରାଲ ହୋଇଛି। ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିବାକୁ ମିଳିଛି। ନମ୍ବର 12 ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ। କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଗସ୍ତ କରିଛନ୍ତି। କାଲି ଦିନ 11:30 ବେଳେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେଠାରୁ ସେ ସବୁ ରେଜିଷ୍ଟର ଛକକୁ ଯାଇ ସ୍ୱର୍ଗତ ମୋହନ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ନମ୍ବର 13 ଭୁବନେଶ୍ୱରରେ ହେବ ଏଆଇ ସମ୍ମିଳନୀ। 2 ଦିନ ଧରି ଭୁବନେଶ୍ୱରରେ ହେବ ଏଆଇ ସମ୍ମିଳନୀ। ଆସନ୍ତା 19 ଓ 20 ତାରିଖରେ ହେବ ଏଆଇ ସମ୍ମିଳନୀ। ସମ୍ମିଳନୀରେ ଜାତୀୟ ଆନ୍ତର୍ଜାତୀୟ ପ୍ରତିନିଧି ଯୋଗ ଦେବେ। 3 ସୂତ୍ର ଓ 7 ଚକ୍ରକୁ ନେଇ ଆଲୋଚନା ହେବ। ଆଗକୁ 41 ବିଭାଗରେ ଏଆଇ ଉପଯୋଗ ହେବ। ଏନେଇ ଆଇଟି ମନ୍ତ୍ରୀ ମୁକେଶ ମଲ୍ଲିକ ସୂଚନା ଦେଇଛନ୍ତି। ନମ୍ବର 14 ସାରିସୁଆ ପାହାଡ଼ରେ ବିଏନ୍ଏସ୍ଏସ୍ 163 ଲାଗୁ। ଖଇରା ତହସିଲ ସାରିସୁଆ ପାହାଡ଼ରେ ବିଏନ୍ଏସ୍ଏସ୍ 163 ଲାଗୁ ହୋଇଛି। ବେଆଇନ ବିସ୍ଫୋରଣ ଓ ଖନନ ରୋକିବାକୁ ପ୍ରଶାସନ ତତ୍ପରତା ଦେଖାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ 163 ଧାରା ଲାଗୁ କଲା ପ୍ରୟାସ। ନମ୍ବର 15 ସାଇକେଲ ଧରି କାର୍ଯ୍ୟାଳୟରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ। ଭଦ୍ରକ ସହରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତାରେ ସାଇକେଲରେ ଯାଉଥିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ। ଲୋକେ ଏହି ଦୃଶ୍ୟକୁ ବେଶ ଉପଭୋଗ ମଧ୍ୟ କରୁଥିଲେ। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବିଭିନ୍ନ ସମୟରେ ନୂଆ ନୂଆ କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାରେ ଥିଲାବେଳେ ଆଜି ସାଇକେଲରେ ନିଜ କାର୍ଯ୍ୟାଳୟକୁ ଆସି ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି। ନମ୍ବର 16 ଆଜି ଲକ୍ଷ୍ନୌରେ ଭାରତ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି20। ଆଜି ଲକ୍ଷ୍ନୌରେ ଭାରତ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି20 ଆଗୁଆ ସରିଜ୍ କବଜ ଲକ୍ଷ୍ୟରେ ସୂର୍ଯ୍ୟସେନା। 5 ମ୍ୟାଚ୍ ବିଶିଷ୍ଟ ସିରିଜରେ 2-1ରେ ଆଗୁଆ ଭାରତ। ପ୍ଲେଇଂ 11ରେ ପରିବର୍ତ୍ତନ କରି ନପାରେ ଭାରତ। ପରାଜୟରେ ବ୍ରେକ୍ ଲଗାଇବାକୁ ଦମ ଖଟାଇବ ଦକ୍ଷିଣ ଆଫ୍ରିକା। ନମ୍ବର 17 ମୋବାଇଲ ଖୋଲିଦେଲା ଶିକାରୀଙ୍କ ଗୁମର। ଗିରଫ ଶିକାରୀଙ୍କ ଫୋନ୍ ଯାଞ୍ଚ ବେଳେ ପଦାକୁ ଆସିଲା ସତ। ମୋବାଇଲ ଖୋଲିଦେଲା ଶିକାରୀଙ୍କ ରାକେଟର ଗୁମର। ଶିକାରୀ ଗିରଫ ହେବା ପରେ ଜଙ୍ଗଲୀ ଜନ୍ତୁ ମାଂସ କାରବାର ପଦାରେ ପଡ଼ିଛି। ହ୍ୱାଟ୍ସଆପ୍ ଗ୍ରୁପ୍ କରି ଚଳାଇଥିଲେ କାରବାର। ଜଙ୍ଗଲଜାତ ସାମଗ୍ରୀ ଓ ଜୀବଜନ୍ତୁଙ୍କ ମାଂସ କେଉଁଠି କାହାକୁ କେମିତି ଦିଆହେବ ସେ ନେଇ ମୋବାଇଲ ଯୋଗେ ଚାଲିଥିଲା କାରବାର। କୂଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ନମ୍ବର 18 ଟ୍ରେଲର ଟ୍ରାକ୍ଟର ଧକ୍କା ଡ୍ରାଇଭର ମୃତ। ଚିନ୍ତା ବଢ଼ାଉଛି ଘନ କୁହୁଡ଼ି। ଆଜି ସକାଳେ ଉତ୍ତରପ୍ରଦେଶ ମାଓ ଜିଲ୍ଲାରେ କୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣା ଘଟିଥିଲା। ଟ୍ରେଲର ପଛରୁ ସିମେଣ୍ଟ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସକାଳ ପ୍ରାୟ 5:30 ସମୟରେ ସରୋଜ 4 ଲେନ୍ ରାସ୍ତାର ବଖ୍ତାୱରଗଞ୍ଜ ଘାଟ ସେତୁ ନିକଟରେ ଘଟିଥିଲା, ଯେଉଁଠାରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା କମ୍ ଥିବାବେଳେ ଏକ ଟ୍ରେଲର ପଛରୁ ଏକ ସିମେଣ୍ଟ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଧକ୍କା ପରେ ଟ୍ରେଲର ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଛି ଏବଂ ତାଙ୍କୁ ଖୋଜା ଚାଲିଛି।
ନମ୍ବର 19 ଆସନ୍ତୁ ଜାଣିବା IPL 2026ରେ ନିଲାମ ହୋଇଥିବା 10 ସବୁଠୁ ଦାମୀ ଖେଳାଳି। ଆବୁଧାବିରେ ସମ୍ପୂର୍ଣ୍ଣ ହୋଇଛି IPL 2026 ମିନି ନିଲାମ। କିଛି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଥିବା ବେଳେ ଅନେକ ତାରକା ଖେଳାଳିଙ୍କ ପ୍ରତି କୌଣସି ଫ୍ରାଞ୍ଚାଇଜ ରୁଚି ଦେଖାଇ ନାହାନ୍ତି। କିନ୍ତୁ କିଛି ଏମିତି ଖେଳାଳି ଅଛନ୍ତି ଯାହାଙ୍କ ପାଇଁ ଦଳଗୁଡ଼ିକ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି କ୍ୟାମେରନ୍ ଗ୍ରୀନ୍, ଯାହାଙ୍କୁ କୋଲକାତା ନାଇଟ୍ ରାଇଡର୍ସ 25.20 କୋଟିରେ କିଣିଛି। ନମ୍ବର 20 ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଉତ୍ତେଜନା, ଗାଡ଼ି ସାଇଡ୍ ମରାକୁ କେନ୍ଦ୍ର କରି ଆକ୍ରମଣ। ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଉତ୍ତେଜନା, ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପିଙ୍କ ପ୍ରୟାସ। ଗାଡ଼ି ସାଇଡ୍ ମରାକୁ କେନ୍ଦ୍ର କରି ଜଣେ ଡ୍ରାଇଭରଙ୍କୁ ଆକ୍ରମଣରେ ଡ୍ରାଇଭର ଜଣକ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏୟାରପୋର୍ଟ ଥାନା ଘେରାଉ କରିଛନ୍ତି ଆନ୍ଦୋଳନକାରୀ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ।